जय जगन्नाथ समस्त को हार्दिक स्वागत। आज भिडियो रे आमे 3, 4 और 5 पाई सहज एवं परीक्षा उपयोगी ओडिया रचना विषय गुड़िक शिखा पिले। तो भिडियो को शेष पर्यंत निश्चित देखंतु। तो प्रथमे आमे आलोचना करिबा जे ग्रीष्म ऋतु विषय आमे एथिरे 15 धाड़ी लेखन पढ़िबा बिले। तो प्रथम देखिछि ग्रीष्म ऋतु। तो ग्रीष्म ऋतु विषय कोन लिखिबा जे ग्रीष्म ऋतु वर्षर एक गरम ऋतु अटे। तो ग्रीष्म ऋतु रे गरम हुए, तो तेणु आमे ग्रीष्म ऋतु को वर्षर एक प्रथम गरम ऋतु बोलिकी कहिथाउ। एही ऋतुरे सूर्यंकर ताप अधिक थाए। तो सूर्यंकर ताप अधिक थिबा जोगु कोन हुए, ग्रीष्म दिन बहुत गरम होइथाए ना पिले। दिन बड़ एवं एही ऋतुरे राति छोट होइथाए एवं एही ऋतुरे कोन हुए, पवन बहुत जोर रे बोहे। तो झड़ बात्या होइथाए ना पिला माने। तो पवन एही ऋतुरे प्रबल बेगर बहिथाए। आउ कौन पिले देखिबा 5 रे लिखिबा लोक माने एई समय रे अत्यधिक गरम हेतु कौन करंती, हालुका पोशाक गुड़िक पिंधंती। एही ऋतुरे आमको आंब पणस एवं तरभुज एई भलिया सुस्वादु खाद्य मध्य खाइबाको मिलिथाए। एई समय रे अधिकांश लोक जेतेबेले शरीररु झाଳ बाहारी जाउची, तो ସେମାନେ कौन करंती, अधिक पानी पी थांती। सरबत थंडा पानीय पीवाको भल लागे। तो गरम असह्य, तो एथुरु आमे रक्षा पाइबा ପାଇଁ कଣ सरबत एवं थंडा पानीय पी थाउ। आउ कଣ करू पिले एई समୟରେ प्रबଳ ग्रीष्म प्रवाह ଯୋଗୁ ବିଦ୍ୟାଳୟ ଗୁଡ଼ିକ ଗ୍ରୀଷ୍ମ ଛୁଟି ପ୍ରଦାନ କରିଥାଏ। ଆଉ ଲେଖିବା ଯେ ପିଲାମାନେ ଛୁଟିରେ ଆନନ୍ଦରେ କଣ ମାନେ ଘରେ ବୁଲନ୍ତି। ତ ପିଲାମାନଙ୍କୁ ଯଦି ଛୁଟି ହେଇଯିବ କଣ ସେମାନେ ତ ବହୁତ ଖୁସି ହେବେ। ତ ଅଧିକ ଖରାରେ ବାହାରକୁ ଯିବା ପାଇଁ ଉଚିତ ନୁହେଁ, କାରଣ ବେଶୀ ଖରା ହଉଥିବ, ବାହାରେ କିଛି ବି ହୋଇପାରିବ। ତେଣୁ ଆମେ ଏଇ ସମୟରେ ବାହାରକୁ ଯିବା ଉଚିତ ନୁହେଁ। ଆମେ ସବୁବେଳେ କଣ ସ୍ୱଚ୍ଛ ପାଣି ପିଇବା ଉଚିତ। ସ୍ୱଚ୍ଛ ପାଣି ପିଇବ ଯଦି ଆମକୁ କୌଣସି ରୋଗ ହେବ ନାହିଁ। ଏଇ ସମୟରେ ଯେହେତୁ ଗ୍ରୀଷ୍ମ ଋତୁରେ ପ୍ରବଳ ଗ୍ରୀଷ୍ମ ହେଉଛି, ତେଣୁ ଗ୍ରୀଷ୍ମ ପ୍ରବାହ କମାଇବା ପାଇଁ କଣ କରିବା, ଆମେ ଗଛ ଲଗାଇବା, ଯାହା ଫଳରେ ପରିବେଶ ଶୀତଳ ରହିବ। ଗ୍ରୀଷ୍ମ ଋତୁରେ ସ୍ୱାସ୍ଥ୍ୟର ଆମେ ଯତ୍ନ ନେବା ଦରକାର। ଆମେ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା। ଆଉ କଣ କରିବା, ତେଣୁ ଆମେ ଗ୍ରୀଷ୍ମ ଋତୁରେ ସବୁବେଳେ ସାବଧାନ ରହିବା ଉଚିତ ନା ପିଲେ। ତ ନେକ୍ସଟ ଦେଖିବା ରଜ ପର୍ବ ବିଷୟରେ। ତ ରଜ ପର୍ବ ବିଷୟରେ ବି ଏଇଭଳି ଆମେ 15 ଧାଡ଼ି ପଢ଼ିବା ପିଲେ। ତ ରଜ ପର୍ବ ହେଉଛି ଏହା ଓଡ଼ିଶାର ଏକ ପ୍ରସିଦ୍ଧ ପର୍ବ ଅଟେ। ଏହି ପର୍ବ ଜ୍ୟେଷ୍ଠ ମାସରେ ପାଳନ କରାଯାଇଥାଏ। ଏହି ପର୍ବ 3 ଦିନ ଧରିକି ପାଳନ କରାହୁଏ। ଏହାକୁ ନାରୀ ମାନଙ୍କର ପର୍ବ ବୋଲିକି କୁହାଯାଏ। ଦେଖିଥିବ ଯେ ଝିଅ ମାନେ ଏଇ ପର୍ବରେ ସାଜସଜା ହେଇକି ବାହାରି ପଡନ୍ତି। ଝିଅ ମାନେ ନୂଆ ପୋଷାକ ପିନ୍ଧନ୍ତି ଏହି ପର୍ବରେ, ନାଇଁ ଭାବିଲେ ରଜ ପର୍ବରେ। ଏବଂ ସେମାନେ ଦୋଳି ଖେଳି ବହୁତ ଆନନ୍ଦ ପାଆନ୍ତି। ଏ 3 ଦିନ କଣ କରନ୍ତି, ଦୋଳି ଖେଳନ୍ତି। ଘରେ ଘରେ ସମସ୍ତଙ୍କ ଘରେ ପୋଡ଼ା ପିଠା ପ୍ରସ୍ତୁତି କରାଯାଏ। ସମସ୍ତେ ମିଳିମିଶି ପର୍ବକୁ ପାଳନ କରନ୍ତି, ଝିଅ ବୋହୂ ମାନେ। ଏହି ସମୟରେ ଚାଷ କାମ କରାଯାଏ ନାହିଁ। ଏଇ ରଜ ସମୟରେ ଚାଷ କାମ କରା ନ ଯାଇଥାଏ ଏବଂ ଏହାକୁ ପୃଥିବୀ ମାତାଙ୍କ ବିଶ୍ରାମ ଦିଆଯାଏ। ମାନେ ତାଙ୍କୁ ଟିକେ କଣ ସବୁବେଳେ ତ ଚାଷ କରାଯାଉଛି, ଏହି ସମୟରେ ଚାଷ ବନ୍ଦ କରାଯାଏ। ତ ଯାହା ଫଳରେ ପୃଥିବୀ ମାତା କଣ ବିଶ୍ରାମ ପାଇଲେ। ପିଲାମାନେ ବିଭିନ୍ନ ଖେଳ ଖେଳନ୍ତି ଏହି ସମୟରେ। ରଜ ପର୍ବ ଆନନ୍ଦ ଏବଂ ଉତ୍ସାହର ପର୍ବ ଅଟେ। ଏହି ପର୍ବ ହେଉଛି ଭାଇଚାରାର ବାର୍ତ୍ତା ପ୍ରଦାନ କରିଥାଏ। ସମସ୍ତେ ହସ ଖୁସିରେ ରଜକୁ ପାଳନ କରନ୍ତି ଏବଂ ରଜ ପର୍ବ ହେଉଛି ଓଡ଼ିଶାର ଗୌରବମୟ ପର୍ବ ମଧ୍ୟରୁ ଗୋଟିଏ। ତ ନେକ୍ସଟ ଦେଖିବା ପିଲେ ଆମେ ଆଉ କଣ ନେବା ପିଲେ, ଏବେ ଜାଣିବା ଯେ ନଈ ବଢି ବିଷୟରେ। ତ ନଈ ବଢି ବିଷୟରେ ବି ସେଇଭଳି 15 ଧାଡ଼ି ଲେଖିବା ପିଲେ। ନଈ ବଢି ଓଡ଼ିଶାର ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ। ପ୍ରାକୃତିକ ବିପର୍ଯ୍ୟୟ କଣ, ପ୍ରକୃତି କୋଳରୁ ଯେଉଁ ବିପତ୍ତି ଘଟିଥାଏ ତାକୁ ଆମେ ପ୍ରାକୃତିକ ବିପର୍ଯ୍ୟୟ କହିଥାଉ। ଏହା ବର୍ଷା ଋତୁରେ ଅଧିକ ବର୍ଷା ହେଲେ ହୋଇଥାଏ। ନଦୀରେ କଣ ହବ, ଜଳସ୍ତର ବଢିଯାଏ। ନଦୀରେ ଯେତେବେଳେ ଜଳସ୍ତର ବଢିଯିବ, ନଦୀର ପାଣି ଗୁଡ଼ିକ କଣ ଗାଁ ସହର ଆଡକୁ ପଶି ଆସେ। ଘର ବାଡି ରାସ୍ତାଘାଟ ପାଣିରେ କଣ ହବ, ବୁଡିଯିବ। ଏବଂ ଏହି ସମୟରେ ଚାଷ ଜମି ଗୁଡ଼ିକ ଫସଲ କଣ ହୁଏ, ନଷ୍ଟ ହୋଇଯାଇଥାଏ। ଅନେକ ଲୋକ ଘର ଛାଡ଼ ହୋଇଯାଆନ୍ତି, ଯାହା ଘର ଯଦି ଭାଙ୍ଗିଗଲା କିମ୍ବା ବନ୍ୟା ଯୋଗୁଁ କଣ ଘର ଗୁଡ଼ିକ ନଷ୍ଟ ହୋଇଯାଇଥାଏ। ତ ସେ ଲୋକମାନେ ଆଉ ଘର ପାଇପାରିଲେ କି? ତ ଗୃହପାଳିତ ପଶୁମାନେ ମଧ୍ୟ ବିପତ୍ତିରେ ପଡ଼ିଥାନ୍ତି। ଯାତାୟାତ ବ୍ୟବସ୍ଥା ଗୁଡ଼ିକ ବନ୍ଦ ହୋଇଯାଏ। ବନ୍ୟା ପରେ ଜମିରେ ପଟୁ ପଡ଼ିଥାଏ। ତ ବନ୍ୟା ପରେ କଣ ଜମିରେ ପଟୁ ମୃତ୍ତିକା ପଡ଼ିଥାଏ। ଆଉ ପଟୁ
ଆମ ଚାଷ ମାନେ ମାଟିକୁ ଉର୍ବରତା ବଢେଇଥାଏ। ଆଉ ପଟୁ ମାଟି ପଡିଲା ପରେ ଯେତେବେଳେ ଚାଷ କରାଯାଏ ଏ ସମୟରେ ଫସଲ ଭଲ ହୁଏ। ତ କିଛିଟା ଅପକାରିତା ଥିଲେ ମଧ୍ୟ କିଛିଟା ଉପକାର ମିଳିଥାଏ। ନେକ୍ସଟ ଦେଖିବା, ତ ଏହି ସମୟରେ ପଟୁ ଜମିକୁ କଣ କରେ? ଉର୍ବର କରେ। ପଟୁ ମାଟି ଆମ ଜମିକୁ ଉର୍ବର କରିବ। କିନ୍ତୁ ବନ୍ୟା ଧନ ଏବଂ ଜୀବନର ବହୁତ କ୍ଷତି କରେ। ବିଭିନ୍ନ ରୋଗ ମଧ୍ୟ ବ୍ୟାପିଥାଏ। ବନ୍ୟା ସମୟରେ ସମସ୍ତେ ସତର୍କ ରହିବା ଉଚିତ। ଆମେ ସରକାରଙ୍କ ନିର୍ଦ୍ଦେଶ ମାନି ନିରାପଦ ସ୍ଥାନରେ ରହିବା ଉଚିତ ଅଟେ, ଯାହା ଫଳରେ ଆମେ ବନ୍ୟାରୁ ରକ୍ଷା ପାଇପାରିବା। ତ ନେକ୍ସଟ ଦେଖିବା ପିଲେ ଆହୁରି ଗୋଟେ ରଚନା ନବା ବୃକ୍ଷରୋପଣ ବିଷୟରେ। ତ ବୃକ୍ଷରୋପଣରେ ବି ସେଇଭଳି 15 ଧାଡି ଲେଖିବା ପିଲେ। ତ ବୃକ୍ଷରୋପଣ ହେଉଛି ଏକ ମହତ୍ କାର୍ଯ୍ୟ। ମହତ୍ କାର୍ଯ୍ୟ ମାନେ ମହାନ କାର୍ଯ୍ୟ ଅଟେ। ଗଛ ଆମର ପ୍ରକୃତ ବନ୍ଧୁ ଅଟେ। ଗଛ ଆମକୁ ଅମ୍ଳଜାନ ଦେଉଛି। ଗଛ ବାୟୁକୁ କଣ ଶୁଦ୍ଧ କରିଥାଏ ଏବଂ ଆମକୁ ଫଳ ଫୁଲ ଏବଂ କାଠ ଦେଇଥାଏ। ଗଛ ଗଛ ଆଉ କଣ କରେ? ଗଛ ବର୍ଷା ହେବାରେ ସାହାଯ୍ୟ କରେ। ପରିବେଶକୁ ସବୁଜ ଏବଂ ସୁନ୍ଦର କରେ। ଗଛରେ ଅନେକ ପକ୍ଷୀ ଏବଂ ପଶୁମାନଙ୍କର ଆଶ୍ରୟ ସ୍ଥଳ ଅଟେ। ଆମେ ପ୍ରତିବର୍ଷ ଅଧିକରୁ ଅଧିକ କଣ ଗଛ ଲଗାଇବା ଉଚିତ ଏବଂ ଲଗାଇଥିବା ଗଛର ଯତ୍ନ ମଧ୍ୟ ନେବା ଉଚିତ ଅଟେ। ଆଉ କଣ କରିବା ଲେଖିବା ପିଲେ? ଗଛ ଆମେ ଗଛ କାଟିବା ନାହିଁ। ଗଛ କାଟିବ ନାହିଁ, ଗଛ ଲଗାଇବ। ବନକୁ ସୁରକ୍ଷା କରିବା ହେଉଛି ଆମର କର୍ତ୍ତବ୍ୟ। ବୃକ୍ଷରୋପଣ ଦ୍ୱାରା ଆମେ ପରିବେଶକୁ କଣ ସୁରକ୍ଷିତ ରଖିପାରିବା। ପ୍ରତ୍ୟେକ ଲୋକ ଅତି କମରେ ଗୋଟିଏ ଗୋଟିଏ ଗଛ ଲଗାଇଲେ ବି ଭାରତରେ ବହୁତ ସାରା ଲୋକ ଅଛନ୍ତି, ତ ବହୁତ ସାରା ଗଛ ହେବ, ଯାହା ଫଳରେ ଆମର ବାୟୁ ମଧ୍ୟ ଶୁଦ୍ଧ ମିଳିବ। ବର୍ଷା ଠିକ ସେ ହେବ, ଖାଦ୍ୟର ଅଭାବ ହେବ ନାହିଁ। ତେଣୁ ଗଛ ଲଗାଅ ଏବଂ ପରିବେଶକୁ ବଞ୍ଚାଅ ବୋଲିକି ଆମେ ସ୍ଲୋଗାନ ଦେବା ଉଚିତ। ନେକ୍ସଟ ପିଲେ ଦେଖିବା, ନେକ୍ସଟ ହେଉଛି ମୋ ବିଦ୍ୟାଳୟ। ତ ନିଜ ବିଦ୍ୟାଳୟ ବିଷୟରେ ସେଇଭଳି ଲେଖିବା ପିଲେ। ତ ଏଠାରେ ଦେଇଛି ମୋ ବିଦ୍ୟାଳୟର ନାମ ପିଲେ। ତ ତୁମେ ତୁମ ବିଦ୍ୟାଳୟର ନାମ ଲେଖିବ, ତୁମେ ଯେଉଁ ବିଦ୍ୟାଳୟରେ ପଢୁଛ। ତ ଏହା ମୋ ଘର ନିକଟରେ ଅବସ୍ଥିତ। ମୁଁ ପ୍ରତିଦିନ ଠିକ ସମୟରେ ବିଦ୍ୟାଳୟକୁ ଯାଏ। ମୋ ବିଦ୍ୟାଳୟ ବହୁତ ସୁନ୍ଦର ଏବଂ ପରିଷ୍କାର ଅଟେ। ଆମ ବିଦ୍ୟାଳୟରେ ଅନେକ ଶ୍ରେଣୀ ଗୃହ ଗୁଡିକ ଅଛି। ଆଉ କଣ ପିଲେ? ଏଠାରେ ଭଲ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ପାଠ ପଢାଇଥାନ୍ତି। ସେମାନେ ଆମକୁ ସ୍ନେହର ସହିତ ଶିକ୍ଷା ଦିଅନ୍ତି। ବିଦ୍ୟାଳୟ ଏକ ବଡ଼ ଖେଳ ପଡିଆ ଅଛି। ଆମେ ସେଠାରେ ବିଭିନ୍ନ ଖେଳ ଖେଳିଥାଉ। ବିଦ୍ୟାଳୟରେ ସୁନ୍ଦର ଫୁଲ ବଗିଚା ଅଛି। ଆଉ କଣ ଲେଖିବ ପିଲେ? ଯାଉ ଲେଖିବ 11 ପଏଣ୍ଟ ଲେଖିବା, ଆମେ ସବୁବେଳେ ଶୃଙ୍ଖଳା ପାଳନ କରିବା। ବିଦ୍ୟାଳୟରେ ବିଭିନ୍ନ ଜାତୀୟ ପର୍ବ ଗୁଡିକ ପାଳନ କରିବା। ମତେ ମୋ ବିଦ୍ୟାଳୟ ବହୁତ ଭଲ ଲାଗେ। ମୁଁ ମୋ ବିଦ୍ୟାଳୟର ନାମ ଉଜ୍ଜଳ କରିବାକୁ ଚାହେଁ। ତ ପିଲେ ଆମେ ପାଠ ପଢିକି ଯେତେବେଳେ ଉନ୍ନତି କରିବା, ଆମ ବିଦ୍ୟାଳୟର ନାଁ ମଧ୍ୟ ରହିବ। ତ ମୁଁ ସବୁବେଳେ ମୋ ବିଦ୍ୟାଳୟକୁ ସମ୍ମାନ କରେ। ତ ଧନ୍ୟବାଦ ପିଲାମାନେ। ପୁଣି ଥରେ ଦେଖାହେବା ଏକ ଶିକ୍ଷାମୂଳକ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତୁ, ଭଲରେ ରୁହନ୍ତୁ। ଜୟ ଜଗନ୍ନାଥ ପିଲାମାନେ।